येन चराचरं तत्पदं दर्शितं येन तस्मै श्री गुरवे नमः। असह्य गरम सूर्यंकर प्रखर किरणर जंत्रणारू रक्षा पाइबा पई गतकाली निवेदन करी समस्ते निज निज घरे गोटे जेकोसी पात्र बेसी बड़ पात्र नुहे छोट पात्र जल शिव को समर्पण कर जो जलटी को समर्पण करिव से जल आदौ अलिया आवर्जना जल हो नथिव। जो जलटी माने जेते भल थिले भी ताकु मध्य सिद्ध करी गरम करी ताकु ठंडा करी ता भितरे चंदन अगुर इत्यादि इत्यादि जदि देल आहरी भल एवं ताकू ढाळिबनी ताकू शिवं को समर्पण करिव। शिव कहिले सूर्य सूर्य शिव जतबेले हुअन्ति सेतबेले सृष्टि सृष्टि सेतबेले प्रलय सूर्य जतबेले उदय हुअन्ति सेतबेले एई सूर्यंकर नाम ब्रह्मा नाम नामित हुए। जेतेबेले सूर्य अच्छन्ति परिचालना करुचंदी सेतिकी बेले से होउचंती विष्णु। तेणु आमे जो मेघ बा वर्षा पाउचु झरणा बा नदी इत्यादि इत्यादि पाउचु ताहा केवल सूर्यंक पई यह संभव होउछि। सूर्यंक भली पवन मध्य तार स्वतंत्र स्थान अधिकार करिसंती। तेणु एमानकु आमे जल द्वारा केवल समर्पण करी जो जल को निजे पान करि पारिबो जे से जलटा को तुम पान कर जो जलटा तुम भितरे माने प्रतिक्रिया किसी सृष्टि करिबनी। तेणु तुम्हें सेतबेले जहाँ को तुम इच्छा शिव हो दुर्गा हो जहाँ को डाकुच डाक आपण मैंने यहाँ करिसेंती कि नहीं मुझे पारि गत काली एते स्पष्ट भी कही नथिली। ये जो सूर्यंकर ताप बढ़ुची यही गरम ताप बेले आपण माने सूर्य को चाही माने सूर्य को स्मरण करी यही संकल्प नियंतु यही उत्तापटा परे जो वर्षा मौसुमी आसीबो प्रत्येक व्यक्ति सर्वनिम्न 5टी वृक्ष धरित्री मां को उद्देश्य समर्पण करेंगे। ये हूँ द्वितीय कथा। तृतीय कथा हूँ जो माने प्रकृतरे वास्तववादी भल पाइबा शिखिचंती एबे तो भल पाइबा को केंद्र करी विभत्स हत्याकांड ठारू आरंभ करी नानादि कुत्सित कर्म भी माने युवक माने युवती माने करुछंती।
ଏହାଠାରୁ ବଳି ଆଉ ଦୁଃଖର କଥା କିଛି ନଥାଇପାରେ। କେବଳ ପିଲାମାନଙ୍କୁ ଏତିକି କେବଳ କହୁଛି, ତୁମେମାନେ ଜୀବନରେ ଯଦି ଶାନ୍ତିରେ ବଞ୍ଚିବାକୁ ଚାହୁଁଛ, ସୁସ୍ଥ ଜୀବନଟିଏ ଯଦି ଚାହୁଁଛ, ସୁସ୍ଥ ପରିବାରଟିଏ ଯଦି ଚାହୁଁଛ, ତାହେଲେ ନିଶା ମାଦକ ଠାରୁ ଦୂରେଇ ଯାଅ। ଆପଣ ଲକ୍ଷ୍ୟ କରନ୍ତୁ, ଆମ ବଳଦେବ ଠାକୁରଙ୍କର ମୂର୍ତ୍ତିକୁ, ସେ ମୂର୍ତ୍ତି ଆମକୁ କ'ଣ ଶିଖେଇଛି? ନର ନାରୀ ସମସ୍ତଙ୍କୁ ସେ ଗୋଟେ କଥା ଶିଖେଇଛି, ତୁମେ କର୍ମୀ ହୁଅ, ତୁମେ କୃଷି କର, କୃଷକର କାର୍ଯ୍ୟ କର, ତୁମେ ଶିଳ୍ପ ବଞ୍ଚାଅ। ଶିଳ୍ପକୁ ବଞ୍ଚାଇବା ସହିତ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବୃକ୍ଷରୋପଣ କର। ଏଇ ହେଉଛନ୍ତି ପ୍ରକୃତ ବଳଭଦ୍ର। ତା ସହିତ ଆଉ ଗୋଟେ କଥା ମଧ୍ୟ ସେ ଶିଖଉଛନ୍ତି, ସଂଗ୍ରାମେ ଚପଳମ୍, ଦେଶ ପାଇଁ ସବୁବେଳେ ସୈନିକ ହୁଅ। ତାଙ୍କ ପାଖରେ ଆପଣ ଯାହାଙ୍କୁ ଦେଖୁଛନ୍ତି, ସେ ହେଉଛନ୍ତି ଜଣେ ଭଦ୍ର ସଦାଚାରିଣୀ ଏବଂ ମାତୃ ସ୍ୱରୂପା, ଭଗ୍ନୀ ସ୍ୱରୂପା ଜଣେ ମାଙ୍କୁ ଦେଖୁଛ। ସିଏ ଆପଣମାନଙ୍କୁ ଆମମାନଙ୍କୁ କ'ଣ ଶିଖଉଛନ୍ତି? ମାତୃ ଜାତିକୁ ସମ୍ମାନ ଦିଅ, ମାତୃତ୍ୱକୁ ରକ୍ଷା କର। ଆମେ ମଧ୍ୟ ଖୁବ୍ କମ୍ ସମୟ ଭିତରେ ଗୋଟେ ମାତୃ ସମ୍ମିଳନୀ କରିବୁ। ଇଏ ହେଉଛି ସୁଭଦ୍ରାଙ୍କ ଦର୍ଶନ। ତାଙ୍କ ପାଖରେ ଯିଏ ଅଛନ୍ତି, ଆମେ ଯାହାଙ୍କୁ ସବୁଠାରୁ ବେଶୀ ଭଲ ପାଉ, ତାଙ୍କ ନାଁକୁ ସ୍ମରଣ କରୁ, ସିଏ ଶବ୍ଦ ସବୁବେଳେ ସୂର୍ଯ୍ୟ, ଚନ୍ଦ୍ର, ମେଘ ଏ ସବୁକୁ ଆମକୁ ସେ ଇଙ୍ଗିତ କରୁଛନ୍ତି। ତମେ ବଞ୍ଚିଛ, ବଞ୍ଚିଥିଲ, ବଞ୍ଚିବ ଏଇପାଇଁ। ଆଉ ଯଦି ତମେ ବଞ୍ଚିବ, କ'ଣ ପାଇଁ ବଞ୍ଚିବ? ତମେ ଭାବୁଥିବ ଜଗନ୍ନାଥ ଗୋଟେ 56 ପଉଟି ଭୋଗ ଖାଆନ୍ତି, ଏମିତି ସବୁ ଯେଉଁ ଗାଁ ଗହଳିରେ ସବୁ ଅନେକ ପଣ୍ଡିତମାନେ ବି କହନ୍ତି। ସେ କଥାରେ ବଳିଆ କିଛି ବିଶ୍ୱାସ କରେନି। ଜଗନ୍ନାଥ କିଛି ଖାଆନ୍ତିନି। ଜଗନ୍ନାଥ ଭଗବାନ ଭକ୍ତର ଶ୍ରଦ୍ଧାକୁ ହିଁ ଗ୍ରହଣ କରନ୍ତି। ତାହେଲେ ସେ ଖାଆନ୍ତି କ'ଣ? ସେ ଜଗନ୍ନାଥ ନାମ କାହିଁ ନେଇଛନ୍ତି? ଯିଏ ଖାଇବାକୁ ପାଉନି, ସେଇ ଅନାଥ ପଶୁ ହଉ, ପକ୍ଷୀ ହଉ, ମଣିଷ ହଉ, ତାକୁ ଯଦି ଆମେ କିଛି ଖାଇବାକୁ ଦେବା, ସେ ଗୋମାତା ହୁଅନ୍ତୁ ବା ସାନ ଶୃଗାଳ ଇତ୍ୟାଦି ହୁଅନ୍ତୁ, ତାହେଲେ ଜଗନ୍ନାଥ ସେଇ ପୂଜାକୁ, ସେଇଆକୁ ହିଁ କୁହନ୍ତି ପ୍ରକୃତ ଜଗନ୍ନାଥଙ୍କର ପୂଜା। ତାଙ୍କ ପାଖରେ ଯିଏ ବଇଛନ୍ତି ସୁଦର୍ଶନ, ସିଏ କ'ଣ ଆମକୁ ଶିକ୍ଷା ଦେଉଛନ୍ତି? ଗୁରୁ ଦର୍ଶନ କର, ପିତୃ ମାତୃ ଦର୍ଶନ କର, ସାଧୁ ଦର୍ଶନ କର, ଶାସ୍ତ୍ର ଦର୍ଶନ କର, ତୀର୍ଥ ଦର୍ଶନ କର ଏବଂ ନିଜ ହୃଦୟରେ, ନିଜ ଭିତରେ ନିଜକୁ ଦର୍ଶନ କର ବା
ଆତ୍ମଦର୍ଶନ କର। ଏବଂ ସେ ସୁଦର୍ଶନଙ୍କର ଆକୃତି ସେ ଆମକୁ ସୂଚାଉଛନ୍ତି ପ୍ରୋଟେକ୍ସନ୍, ନିଜକୁ ନିଜେ ରକ୍ଷା କରିବାର କବଚ ସୃଷ୍ଟି କର। ଖାଲି ଆଧ୍ୟାତ୍ମିକ ଭଜନ କୀର୍ତ୍ତନ କଲେ ହେବ ନା। ଆଧ୍ୟାତ୍ମିକ ଭଜନ କୀର୍ତ୍ତନ ସହିତ ଅନ୍ୟକୁ ସାହାଯ୍ୟ କଲା ଭଳି, ଦୁଷ୍ଟ ଦରିଦ୍ର ଅବହେଳିତ ମଣିଷକୁ ସାହାଯ୍ୟ କଲା ଭଳି କିଛି ମାନେ ଅସ୍ତ୍ର ଧରି କାହାକୁ ଖେଞ୍ଚିବ, କାହାକୁ ମାରିବ, ସେଗୁଡ଼ାକ ନୁହେଁ। ମୋଟ କଥା ତୁମେ ସୁନ୍ଦର ମଣିଷଟିଏ ହୁଅ। ଏଇ ହେଉଛି ଆମର ତତ୍ତ୍ୱ। ବହୁତ କାର୍ଯ୍ୟ ଆମ ସମାଜ ପାଇଁ ରହିଛି। ଏଇ ପରିବାର ତୀର୍ଥ ଶିଶୁ ଅନନ୍ତଙ୍କ ଆଶ୍ରମରେ ବହୁ ସଂସ୍କାରମୂଳକ କାର୍ଯ୍ୟ ଆମେ କରିଛୁ, ଛୋଟ ହଉ ବଡ଼ ହଉ ଯାହା ହଉ। ପୁଣି ଆଗକୁ ମଧ୍ୟ 3-4ଟି କଥା ଭାବିଛୁ, ସେଇଟା ମଧ୍ୟ ଆମେ କରିବୁ। ଆଉ ସବୁବେଳେ ତା ସହିତ ଆମେ ଚୈତନ୍ୟଙ୍କର ନାମ ଧାରାକୁ ବା ବ୍ୟାସଙ୍କର ଗୀତାଙ୍କର ଧାରାକୁ କିମ୍ବା ବସୁଧୈବ କୁଟୁମ୍ବକମ୍ ଏ ଦର୍ଶନକୁ ଆମେ ମନନ କରିବୁ, ସମ୍ମାନ କରିବୁ, ସବୁ କରିବୁ। କିନ୍ତୁ ସମାଜ ସଂସ୍କାର ପାଇଁ କିଛି କାର୍ଯ୍ୟ କରିବୁ। ଆଉ ବିଶ୍ୱର ହିତ ପାଇଁ ଶିବଙ୍କୁ ସ୍ମରଣ କର, ସୂର୍ଯ୍ୟଙ୍କୁ ସ୍ମରଣ କର, ନିଶା ମାଦକ ଠାରୁ ଦୂରେଇ ଯାଅ ଏବଂ ଭଦ୍ର ମଣିଷଟିଏ ହୁଅ। ଏତିକି ମୋର ନିବେଦନ। ଏତିକି କହି କଥା ରଖୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।